ଆଜି ହେଉଛି ଅକ୍ଟୋବର 23 ତାରିଖ ଗୁରୁବାର। ତେବେ ଆସନ୍ତୁ ଆଜିର କେତେ ଗୁଡ଼ିଏ ବଛା ବଛା ଖବର ଉପରେ ନଜର ପକାଇବା। ତେବେ ଆଜିର ପ୍ରଥମ ଖବର ହେଉଛି ଅଷ୍ଟମ ବେତନ ଉପରେ ଆସିଲା ଗୁଡ୍ ନ୍ୟୁଜ୍। ସାରା ଦେଶରେ 1 କୋଟିରୁ ଅଧିକ ସରକାରୀ କର୍ମଚାରୀମାନେ ପେନ୍ସନଭୋଗୀ ଅଷ୍ଟମ ବେତନ କମିଶନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଏବଂ ଏହା ସମ୍ବନ୍ଧୀୟ ପ୍ରତ୍ୟେକ ବିକାଶ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଯଦିଓ ସରକାର ଜାନୁଆରୀ 2025ରେ ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ କରିଥିଲେ ତଥାପି ଏପର୍ଯ୍ୟନ୍ତ ସରକାରୀ ବିଜ୍ଞପ୍ତି ଜାରି କରାଯାଇ ନାହିଁ କିମ୍ବା କମିଶନ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ନିଯୁକ୍ତ କରାଯାଇ ନାହିଁ। ଦୀପାବଳି ସୁଦ୍ଧା ଗଠନ ଆଶା କରାଯାଉଥିଲା, କିନ୍ତୁ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହିତ ଘନ ଆଲୋଚନା ଚାଲିଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ କହିଛନ୍ତି ଯେ କମିଶନ ସମ୍ପର୍କରେ ବିଜ୍ଞପ୍ତି ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ। ତଥାପି ସେ ଏହା ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ, କିନ୍ତୁ ପ୍ରତିଶ୍ରୁତି ଚାଲିଛି। ଏବେ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ସୁନା ଦର କମିଲା, ବାଣିଜ୍ୟ ଉତ୍ତେଜନା ହ୍ରାସ, ପର୍ବପର୍ବାଣୀ ଚାହିଦାରେ ହ୍ରାସ ଏବଂ ନିବେଶକଙ୍କ ଦ୍ୱାରା ଲାଭ ଯୋଗୁଁ ସୁନା ଦରରେ ବଡ଼ ହ୍ରାସ ଘଟିଛି। ବୁଧବାର ଅପରାହ୍ନ 5ଟାରେ ଦେଶର ଫ୍ୟୁଚର ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ସୁନା ଦର ମାତ୍ର 6 ମିନିଟ୍ରେ 10 ଗ୍ରାମ ପିଛା ପ୍ରାୟ 6% ଅର୍ଥାତ୍ 7,700 ଟଙ୍କା ହ୍ରାସ ପାଇଛି। ବିଶେଷଜ୍ଞମାନଙ୍କ ଅନୁସାରେ ସୁନାର ଦର ଆହୁରି ହ୍ରାସ ପାଇପାରେ। ଆଗାମୀ ଦିନରେ ଫ୍ୟୁଚର୍ସ ବଜାରରେ ସୁନାର ଦର 1.15 ଲକ୍ଷ ଟଙ୍କାରୁ 1.10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ। ବିଶେଷ କଥା ହେଉଛି ସୁନା ଦର ଏହାର ରେକର୍ଡ ସ୍ତରରୁ ପ୍ରାୟ 12,000 ଟଙ୍କା ହ୍ରାସ ପାଇଛି। ଅନ୍ୟପକ୍ଷରେ ରୂପାର ଦର ମଧ୍ୟ ହ୍ରାସ ପାଇଛି। ଭାରତୀୟ ଫ୍ୟୁଚର୍ସ ବଜାରରେ ରୂପା ଦର 4% ହ୍ରାସ ପାଇଛି। ଏବେ ତୃତୀୟ ଖବର ଉପରେ ନଜର ପକାଇବା। 2026ରୁ ବ୍ୟାଙ୍କ ନିୟମରେ ବଡ଼ ପରିବର୍ତ୍ତନ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରେ ପ୍ରମୁଖ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଆର୍ବିଆଇ ଜନସାଧାରଣଙ୍କ ପାଇଁ 238ଟି ନୂତନ ବ୍ୟାଙ୍କିଂ ନିୟମର ଏକ ଡ୍ରାଫ୍ଟ ପ୍ରକାଶ କରିଛି ଏବଂ ନଭେମ୍ବର 10 ତାରିଖ ପର୍ଯ୍ୟନ୍ତ ମତାମତ ଲୋଡୁଛି। ଏହି ନିୟମକୁ ନେଇ ଜନସାଧାରଣଙ୍କ ମତାମତ ଏବଂ ବ୍ୟାଙ୍କିଂ ସଂସ୍ଥାଗୁଡ଼ିକରୁ ମତାମତ ପାଇବା ପରେ ଏହା 2026 ମସିହାରୁ କାର୍ଯ୍ୟକାରୀ କରାଯାଇପାରିବ। ଏହି ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକ ଗ୍ରାହକ ସୁରକ୍ଷା ବୃଦ୍ଧି କରିବା, ବ୍ୟାଙ୍କିଂ ସେବାକୁ ସରଳ କରିବା ଏବଂ ବ୍ୟାଙ୍କଗୁଡ଼ିକର ଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖିଛି। ଆର୍ବିଆଇ କହିଛି ଯେ ଯଦି ଯେକୌଣସି ଗ୍ରାହକଙ୍କ ଆକାଉଣ୍ଟ ସାଇବର ଠକେଇ ଶିକାର ହୁଏ ଏବଂ ସେମାନେ 3 ଦିନ ମଧ୍ୟରେ ବ୍ୟାଙ୍କକୁ ରିପୋର୍ଟ କରନ୍ତି, ତେବେ ସେମାନଙ୍କର ଦାୟିତ୍ୱ ଶୂନ୍ୟ ହେବ ବୋଲି ବିବେଚନା କରାଯାଇଛି। ଅର୍ଥାତ୍ ଗ୍ରାହକ କୌଣସି କ୍ଷତି ସହିବେ ନାହିଁ। ଏହା ବ୍ୟତୀତ ଯଦି ବ୍ୟାଙ୍କଗୁଡ଼ିକ ଏପରି ପରିସ୍ଥିତିରେ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ 25,000 ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଏଥିପାଇଁ ବ୍ୟାଙ୍କଗୁଡ଼ିକୁ ସାଇବର ସୁରକ୍ଷା ସମ୍ପର୍କରେ ଅଧିକ ସତର୍କ ରହିବାକୁ ପଡ଼ିବ। ଏବେ ପରବର୍ତ୍ତୀ ଖବର। ପିଏମ୍ କିଷାନ ଯୋଜନା ଆଉ ଅଳ୍ପ ଦିନ ମଧ୍ୟରେ 21ତମ କିସ୍ତିର ଟଙ୍କା ପାଇବେ ଚାଷୀ ଭାଇ। ସାରା ଦେଶରେ ଚାଷୀମାନେ ଆଶା ରଖିଥିଲେ କି ଦୀପାବଳି ଅବସରରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର 21ତମ କିସ୍ତି ମିଳିବ ବୋଲି, କିନ୍ତୁ ଏପର୍ଯ୍ୟନ୍ତ 2,000 ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ଜମା ହୋଇନାହିଁ। ଏହାରି ମଧ୍ୟରେ ଚାଷୀମାନଙ୍କ ପାଇଁ ଏକ ନୂତନ ତଥ୍ୟ ହସ୍ତଗତ ହୋଇଛି। ଚାଷୀଙ୍କ ଆକାଉଣ୍ଟରେ 2,000 ଟଙ୍କା କେବେ ଜମା ହେବ? ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ, ଖାତାକୁ ଟଙ୍କା କେବେ ଆସିବ? ଏବେ ଜାଣିବାକୁ ମିଳିଛି ଯେ ସରକାର ନଭେମ୍ବର ପ୍ରଥମ ସପ୍ତାହରେ ଏହି ରାଶି ଚାଷୀଙ୍କ ଖାତାରେ ଜମା କରିପାରନ୍ତି। ଏହାର ଅର୍ଥ ହେଉଛି ଯେଉଁ ଚାଷୀମାନେ ସେମାନଙ୍କର eKYC ପୂରଣ କରିଛନ୍ତି ଏବଂ ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଆଧାର ସହିତ ଲିଙ୍କ ହୋଇଛି, ସେମାନେ ଆଗାମୀ କିଛି ଦିନ ମଧ୍ୟରେ 2,000 ଟଙ୍କା ପାଇପାରିବେ। ଖବର। ସାର କଳାବଜାର ରୋକିବାକୁ ଗାଁ ସ୍ତରରେ ହେବ ସମିତି। ସାରକୁ କେନ୍ଦ୍ର ସରକାର ଜରୁରୀକାଳୀନ ସାମଗ୍ରୀ ଭାବେ ଘୋଷଣା କରିଥିବା ବେଳେ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଏହା ଉପରେ ଅଧିକ ସବସିଡି ଦେଉଛନ୍ତି। କଳାବଜାରୀ ଚାଲିଥିବା ବେଳେ
ବିଭିନ୍ନ ଅଞ୍ଚଳରୁ ଅଭିଯାନ ଆସିବା ପରେ କେନ୍ଦ୍ର ସରକାର ଆବଶ୍ୟକତା ଅନୁଯାୟୀ ଯେପରି ସାର ବ୍ୟବହାର ହେବ ଏବଂ କଳାବଜାରୀ ରୋକାଯାଇ ପାରିବ ସେ ନେଇ ଧରତୀ ମାତା ବଚାଓ ନିଗରାନୀ ଅଭିଯାନ ଆରମ୍ଭ କରିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଏବଂ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ଖବର, ଚାଉଳରେ ଦେଖାଦେଲା ସଙ୍କଟ, ଆଉ ମିଳିବନି ଭାରତରେ ଚାଉଳ। ସୂଚନା ଅନୁସାରେ ବିଶ୍ୱରେ ବଢ଼ିଲା ଚାଉଳର ସଙ୍କଟ। ବିଭିନ୍ନ ଦେଶରେ ଦେଖାଦେଇଛି ଚାଉଳର ଅଭାବ। ତେଣୁ ସୂଚନା ଅନୁଯାୟୀ ଧାନ ଉତ୍ପାଦନ କରିବା ପଛରେ ଭାରତ ଏକ ଅଗ୍ରଣୀ ଦେଶ ଅଟେ। ହେଲେ ବର୍ତ୍ତମାନ ଭାରତରେ ଚାଉଳକୁ ନେଇ ଏଭଳି ସ୍ଥିତି କାହିଁକି ଉପୁଜିଛି ବୋଲି ପ୍ରଶ୍ନ ସୃଷ୍ଟି ହେଉଛି। ପୃଥିବୀର ସର୍ବାଧିକ ଚାଉଳ ରପ୍ତାନିକାରୀ ଦେଶ ହେଉଛି ଭାରତ। ତେବେ ମୋଟ ରପ୍ତାନିର 40% ଭାରତ ଅନ୍ୟ ଦେଶମାନଙ୍କୁ ଯୋଗାଇଥାଏ। ଭାରତରୁ ଆମଦାନୀ କରିଥାନ୍ତି 140 ଦେଶ। 2022 ମସିହାର ଏକ ରିପୋର୍ଟ ଅନୁଯାୟୀ ଭାରତ 22 ମିଲିୟନ ଟନ୍ ଅଣବାସମତୀ ଚାଉଳ ରପ୍ତାନି କରିଥିଲା। ଥାଇଲାଣ୍ଡ, ଭିଏତନାମ, ପାକିସ୍ତାନ ଓ ୟୁଏସ୍ଏ ମିଳିତ ଚାଉଳ ରପ୍ତାନି କରାଯାଇଥାଏ। ହେଲେ ଭାରତ ଦେଶର ଏପରି ଚାଉଳର ଅଭାବକୁ ନେଇ ବିଶ୍ୱକୁ ଏକ ଶକ୍ତ ଝଟକା ଲାଗିବା ପାଇଁ ଯାଉଛି।